ଗୁଡ୍ ମର୍ଣ୍ଣିଂ ପିଲାମାନେ। ଆଜି ଆମେ ଦ୍ୱିତୀୟ ଶ୍ରେଣୀ ମଜା ମଜାରେ ଗଣିତ ବହିର ଦ୍ୱିତୀୟ ପାଠ ପଢିବା। ଦ୍ୱିତୀୟ ପାଠର ନାଁ ହେଉଛି ଆମ ଚାରିପାଖରେ ଥିବା ଆକୃତି। ଆଚ୍ଛା କହିଲ ଦେଖି ପିଲାମାନେ, ଏହି ଚିତ୍ରଟିରେ କୋଉ ପର୍ବ ବିଷୟରେ ଦର୍ଶାଯାଇଛି? ଦେଖ, ଏହି ଚିତ୍ରଟିରେ ତମର ହୋଲି ପର୍ବ ବିଷୟରେ ଦର୍ଶା ଦିଆଯିବ ହେଲା। ତ ଦେଖ ହୋଲିରେ କଣ ହୁଏ। ଜଣେ ଜଣେ ଠିଆ ହେଇ ଚିତ୍ର ଦେଖି କହିଲ। ହୋଲିରେ ବାଦ୍ୟଯନ୍ତ୍ର ବିଭିନ୍ନ ପ୍ରକାର ବାଜେ, ମହୁରୀ ବାଜେ, ତା ସହିତ ମିଠା ବିଭିନ୍ନ ପ୍ରକାର ଆକୃତିର ମିଠା ତିଆରି ହୁଏ। ତା ସହିତ ରଙ୍ଗର ଖେଳ ମଧ୍ୟ ପରସ୍ପର ଖେଳନ୍ତି। ଏଇଠି ବାଦ୍ୟଯନ୍ତ୍ର ଗୁଡାକୁ ଭଲ ଭାବେ ଲକ୍ଷ୍ୟ କର। ବାଦ୍ୟଯନ୍ତ୍ର ଗୁଡ଼ିକ କୋଉ ଆକାରର ଆକୃତିର କହିବ। ଏଇଠି ଲକ୍ଷ୍ୟ କରିତ, ଏଇ ବାଦ୍ୟଯନ୍ତ୍ର ଲକ୍ଷ୍ୟ କର, ମହୁରୀକୁ ଲକ୍ଷ୍ୟ କର, ଏଇ ତବଲାକୁ ଲକ୍ଷ୍ୟ କର, ଢୋଲକୁ ଲକ୍ଷ୍ୟ କର। ତା ସହିତ ଏଇ ଯୋଉ କଲର ଅଛି ଏ ବାଲ୍ଟି ଗୁଡ଼ିକୁ ଲେଖ ଓ ପିଚକାରୀର ଆକାରକୁ ଦେଖ, ମିଠାର ଆକାରକୁ ଦେଖ ହେଲା। ଦେଖିଲ? ତାପରେ ଦେଖ, ଏଇଠି ପ୍ରଶ୍ନ ଉତ୍ତର ଆମେ କରିବା। ହୋଲି ପର୍ବର ଚିତ୍ର ଦେଖ ଏବଂ ବିଭିନ୍ନ ବାଦ୍ୟଯନ୍ତ୍ରକୁ ଲକ୍ଷ୍ୟ କର। ଯେଉଁ ବାଦ୍ୟଯନ୍ତ୍ରକୁ ଆକୃତି ଏକ ଡ୍ରମ୍ ଆକୃତି ସହ ସମାନ, ସେଗୁଡ଼ିକୁ ଗୋଲ ବୁଲା। ଡ୍ରମ୍ ଆକୃତିର ଦେଖ। ଲିଭେଇ ଦଉଛି। ଡ୍ରମ୍ ଆକୃତିର ଦେଇଛି ଦିପଟ ସାଇଡ୍। ଏଇଟା ଡ୍ରମ୍ ଆକୃତିର ନା, ମୁଁ ଏଇଟାକୁ ଗୋଲ ବୁଲେଇଲି ହେଲା। ଏଇଟା ବି ଡ୍ରମ୍ ଆକୃତିର, ମୁଁ ଏଇଟାକୁ ଗୋଲ ବୁଲେଇଲି। ଯେଉଁ ବାଦ୍ୟଯନ୍ତ୍ର ଗୁଡ଼ିକ ଆକୃତି ଏକ ମାଠିଆ ଆକୃତି ସହ ସମାନ, ସେଗୁଡ଼ିକୁ ଟିକ୍ ଚିହ୍ନ ଦିଅ। ମାଠିଆ ଆକୃତି ଦେଖ, ମାଠିଆ ଆକୃତି କୋଉମାନେ? ଏଇଠି ଦେଖ, ଏଇଟା ମାଠିଆ ଆକୃତିର, ଏଇଟା ବି ମାଠିଆ ଆକୃତିର ହେଲା। ଯେଉଁ ଆକୃତି ଗୁଡ଼ିକ ମହୁରୀ ଆକୃତି ସହିତ ସମାନ, ସେ ଆକୃତିକୁ ଠିକ୍ ଚିହ୍ନ ଦିଅ। ମହୁରୀ ଦେଖ, ଏଇଟା, ଏଇଟା ହେଲା। ହାରମୋନିୟମ ଆକୃତିର ଏକ ଡ୍ରମ୍ ଆକୃତି ଠାରୁ କିପରି ଭିନ୍ନ ଅଟେ? ହାରମୋନିୟମ ଆକୃତି ଦେଖ, କଣ ଆୟତାକାର ସେପ୍ ଅଛି। ଏ ଡ୍ରମ୍ ଟା କୋଉ ଆକାର ଅଛି? ଗୋଲାକାର। ଡ୍ରମ୍ ରେ କଣ ଅଛି? ଗୋଲାକାର ଅଛି ହେଲା। 2 ନମ୍ବର ଦେଖ, ତୁମେ ଯେକୌଣସି ବାଦ୍ୟଯନ୍ତ୍ର ଦେଖୁଛ କିମ୍ବା ବଜାଇଛ, ତାହାର ନାମ ଲେଖ। ଯିଏ ଯାହା ବାଦ୍ୟଯନ୍ତ୍ର ଲେଖିଛ, ବଜେଇଛ, ତାକୁ ଲେଖ। 2 ନମ୍ବର। ଏଠି ଯେମିତି ମୁଁ ଲେଖିଦେବି, କଣ ଲେଖିବି? ବାଦ୍ୟଯନ୍ତ୍ର ଗୋଟେ ନାଁ ନା ଢୋଲ। ହେଲା। ଏଠି କଣ ଲେଖିବି ମୁଁ? ଢୋଲ। ଢୋଲ। ଭିନ୍ନ ଆକୃତିର ଛକି ଚିହ୍ନ ଦ୍ୱାରା ଦର୍ଶାଅ। କୋଉଟା କୋଉ ଆକୃତିର ଛକି ଚିହ୍ନ ଦ୍ୱାରା ହିଁ ଦର୍ଶେଇବେ।
ଏଇଠି ଦେଖ, ଏଇଟାର ଆକୃତି ଆଇସ୍କ୍ରିମର ଆକୃତି ଆଉ ଏଇର ଆକୃତି ସମାନ, ଏଇ ଆକୃତି ଅଲଗା ଅଛି। ତ ଏଇ କମଳାକୁ ଛକି ଚିହ୍ନ ଦ୍ୱାରା ଦର୍ଶାଅ। ଏ ଦେଖ ଗୋଲ, ये ଗୋଲ ଆକୃତି, ये ବି ଗୋଲାକାର ଆକୃତି, ଘରର ଆକୃତି ଅଲଗା। ये ଦେଖ ବାଡି ପରିକା ଆକୃତି, ରୋଲ, ये ଆୟତାକାର, ये ଆୟତାକାର, ये ଆୟତାକାର। ତ ୟାକୁ ତମେ କ୍ରସ୍ କରିବ। ନେକ୍ସଟ ଦେଖ, ବାଦ୍ୟଯନ୍ତ୍ର ଏବଂ ବସ୍ତୁ ଗୁଡ଼ିକୁ ସେଗୁଡ଼ିକର ନିର୍ଦ୍ଦିଷ୍ଟ ଆକୃତି ସହିତ ଯୋଡ଼। ଦେଖାଯାଉଛି, ଏଠି ଦେଖ ତମ ପାଇଁ ଦେଇଦେଲା ନା କୋନ୍ ସେପର ଦେଇଦେଲା, ମହୁରୀ ଆଉ ଏ ପେପର ରୋଲ କୋନ୍ ସେପର ହେଇଗଲା। ଏ ବାଦ୍ୟଯନ୍ତ୍ର ହାରମୋନିୟମ, ତା ସହିତ ଏଇ ବାଦ୍ୟଯନ୍ତ୍ର ପେଡି, ଏ କଣ ଆୟତକାର ନା ନା, ତ ତା ସହିତ ତମେ ଯୋଗ କର। ये भी कोन टाइप ର, ତ ଆ ସହିତ ତମେ କୋନ୍ କୁ ଯୋଡ଼ି ପାରିବ। ये ଗୋଲାକାର, ତ ତମେ ଆ ସହିତ ଯୋଡ଼। ଏ ବର୍ଗାକାର, ତ ଆ ସହିତ ତମେ ଯୋଡ଼ି ପାରିବ। ମାଠିଆ ବି କଣ ଗୋଲାକାର, ତମେ ଆକୁ ଯୋଡ଼ି ପାରିବ। ବେଲ୍ ଘଣ୍ଟି, ଇଏ କଣ ତା ସହିତ ଯୋଡ଼ି ପାରିବ। ଏ କଣ ଡ୍ରମ୍, ଏ ଟାଇପ ର, ତ ଆ ସହିତ ତମେ ଯୋଡ଼ି ପାରିବ ହେଲା। ତାପରେ ଇଏ ବି ଲୁଡୁ ଗୋଟି ତମର ବର୍ଗାକାର ଘନ ବସ୍ତୁ, ତା ସହିତ ଯୋଡ଼ି ପାରିବ। ତ ପେନସିଲ କି ତମେ ଇଏ ସିଲିଣ୍ଡର ସହିତ ଯୋଡ଼ି ପାରିବ ହେଲା। ଦେଖିଲ, ନେକ୍ସଟ ଇଜ ନାଉ ଆତିଶ। ମୋର ସାଙ୍ଗ ଜନ୍ମଦିନ ପାଇଁ ମୁଁ ଗୋଟିଏ ଉପହାର ବାକ୍ସକୁ ସଜାଇବାକୁ ଚାହୁଁଛି। ମୋ ପାଖରେ ରବି ତ ତାରକା ଏବଂ କାଚ ଗୋଲି ଅଛି, ଆସ ଏହାକୁ ସଜାଇବା। ପ୍ରତ୍ୟେକ ବାକ୍ସର ପାର୍ଶ୍ୱରେ ମୋର ଗୋଟିଏ ଲେଖେ ତାରକା ରହିବ। ତ ଦେଖ, ବକ୍ସ କଲା, ବକ୍ସର ପ୍ରତ୍ୟେକଟାରେ ତାରକା ରହିଲା। ଆସ ଆମେ ଗଣିବା, ତାର 6ଟି ପାର୍ଶ୍ୱ ଅଛି, ତେଣୁ ଆମେ 6ଟି ତାରକା କରିବା। ଏ ଦେଖ, ଏ ବକ୍ସରେ କଣ 6ଟି ପାର୍ଶ୍ୱ ଅଛି, ତ 6ଟି ତାରକା ସେ ରଖିଲା, ସଜେଇଲା। ଏହା ବାସ୍ତବରେ ବହୁତ ସୁନ୍ଦର ଦେଖାଯାଉଛି। ଏହାର ପ୍ରତ୍ୟେକ ଧାରରେ ରିବନ ଲଗାଇବା। ଦେଖ, ରିବନ ଲଗେଇବା, ଆର ଷ୍ଟାର ଲଗେଇଦେଲା, କେତେଟା ଲଗେଇଲା 6ଟି। ତାପରେ ଆମକୁ 12ଟି ରିବନ ଦରକାର ହେବ, କେତେକ ଛୋଟ ଏବଂ କେତେକ ଲମ୍ବା ହବ। ରିବନ ଲଗେଇବା, ତ ଧାର କେତେ ଆର 12ଟି, ତ 12ଟି ରିବନ ଲଗେଇବାକୁ ହବ। ତା ସହିତ ଆଚ୍ଛା, ଆମେ ଏଇ କାଚ ଗୋଲିକୁ ଶୀର୍ଷରେ ରଖିପାରିବା। ତ କାଚ ଗୋଲିକୁ କଣ ହେଲା, ଶୀର୍ଷରେ ରଖିଲା। ଏଇଠି ଶୀର୍ଷରେ ରଖିଛି, ହେଲେ କେତୋଟି ଶୀର୍ଷ ଆର, ମାନେ 8ଟି ଶୀର୍ଷ। ତ ଏଇଠୁ ଜାଣିଲେ ଆମର କେତୋଟି ଧାର, ଆମର ଧାର କେତୋଟି, ଧାର 12ଟି। ଆମର କେତୋଟି, ଆମର ପାର୍ଶ୍ୱ କେତୋଟି ରହିଲା, ପାର୍ଶ୍ୱ 6ଟି ରହିଲା, ଧାର 12ଟି, ଆଉ ଶୀର୍ଷ କେତୋଟି ରହିଲା 8ଟି। ଏଇ ପ୍ରକାର ଯେ କୌଣସି ବସ୍ତୁ ଅଛି, ସେଇ ବସ୍ତୁ ଗୁଡାକର ପାର୍ଶ୍ୱ ସଂଖ୍ୟା 6, ଧାର ସଂଖ୍ୟା 12 ଓ ଶୀର୍ଷ ସଂଖ୍ୟା 8 ରହିବ। ତାହେଲେ ଏହି ବସ୍ତୁକୁ ଦେଖିପାରୁଛ ତମମାନେ। ତା ପୂର୍ବରୁ ମୁଁ ତୁମମାନଙ୍କୁ ଗୋଟିଏ
ଭିଡ଼ିଓ ଦେଖାଇବି, ସେ ଭିଡ଼ିଓ ମାଧ୍ୟମରେ ତୁମେ ଦେଖିପାରିବ। ଦେଖିଲ ନା? ଏ ଦେଖ, ଏ ବସ୍ତୁଟାକୁ ଦେଖୁଛ, ପେଢୀ ପରିକା। ଆର ପାର୍ଶ୍ୱ ପାଇଁ ତାରକା ସଂଖ୍ୟା କେତୋଟା ତାରକା ତାହେଲେ ରବିନ କରିବ? ଆର ପାର୍ଶ୍ୱ ସଂଖ୍ୟା କେତେ? 6। ତ 6ଟି ତାରକା ଦରକାର ହେବ। କେତୋଟି ତାରକା ଦରକାର ହବ? ନା 6ଟି ତାରକା ଦରକାର ହବ। ହେଲା? ତ 6 ଲେଖିପାରିବ। କେତେ ତାରକା ଦରକାର ହବ? ନା 6ଟି ତାରକା ଦରକାର ହେବ। ଲେଖିଦେବା ଆମେ 6 ଏଠି। 6 ଧାର ପାଇଁ ବୋଲି କେତୋଟି ରିବନ ପଟି ଦରକାର ହବ? ନା ଧାର ସଂଖ୍ୟା ହଉଛି 12। ତ 12ଟି ରିବନ ପଟି ଦରକାର ହବ। ତା ସହ ଶୀର୍ଷ ପାଇଁ କେତୋଟି କାଚ କଲି ଆବଶ୍ୟକ ହବ? ଶୀର୍ଷ ପାଇଁ ବୋଲି ଆମର 8ଟି କାଚ କଲି ଆବଶ୍ୟକ ହବ। ଏଇଠି ଦେଖ, ଏଇଟା କଣ? କୋନ୍, ଆଇସ୍କ୍ରିମ ଭଳିଆ ଦେଖାଯାଉଛି। ହେଲା, ତ ଆର ପାର୍ଶ୍ୱ ପାଇଁ ବୋଲି କେତୋଟି ତାରକା ଦରକାର ହବ? ନା ଆର ଗୋଟିଏ ପାର୍ଶ୍ୱ। ହେଲା, ତାପରେ ଧାର ପାଇଁ କେତୋଟି ଦରକାର ହବ? ନା ଆର ଧାର ନାହିଁ, ଗୋଟିଏ ହିଁ ଅଛି। ତାପରେ ଶୀର୍ଷ କେତେ? ଗୋଟିଏ, ଧାର ବି ଗୋଟିଏ। ତ ଗୋଟିଏ ଗୋଟିଏ, କାଚ ଗୋଲି ଗୋଟିଏ, ଆଉ ତାରକା ଗୋଟିଏ, ଆଉ କାଚ ଗୋଲି ମଧ୍ୟ ଗୋଟିଏ ଆବଶ୍ୟକ ହବ। ଏଇଠି ଦେଖ, ଆର ଧାର ସଂଖ୍ୟା କେତୋଟି ତାରକା ହବ? 6। 6 ଆର ପାର୍ଶ୍ୱ ସଂଖ୍ୟା 6, ଧାର ସଂଖ୍ୟା କେତେ? 12, ଓ ଶୀର୍ଷ ପାଇଁ କାଚ ସଂଖ୍ୟା 8ଟି ଦରକାର ହବ। ଆସ ଚିନ୍ତା କରି କହିବା। ବସ୍ତୁଗୁଡ଼ିକୁ ଦେଖ ଓ ସାରଣୀ ପୂରଣ କର। ନିଜେ ନିଜେ ଲେଖିବା ପାଇଁ ଚେଷ୍ଟା କର। ଏଇଠି ଦେଖ ପିଲାମାନେ, ଏଟାକୁ ବଦଳେଇ ଦିଅ ଟିକେ। ପାର୍ଶ୍ୱ ସଂଖ୍ୟା ଏଇଠି 2 କରିଦିଅ। ପାର୍ଶ୍ୱ ସଂଖ୍ୟା 2 କରିଦିଅ, କାହିଁକି ନା ବକ୍ର ତଳ ଗୋଟେ ପାର୍ଶ୍ୱ ଅଛି, ଆଉ ବକ୍ର ପାର୍ଶ୍ୱ 2ଟି ହବ। ତ ଏଠି 2 ଲେଖିଦିଅ। ଏକଟି ହେଲା, ଚିନ୍ତା କରି କୁହ। 4 କୋଣିଆ ମୁଁ କିପରି ଦେଖାଯାଉଛି? ନା 4 କୋଣିଆ। ହେଲା, ଏଇଠି ଧାର ସଂଖ୍ୟା କେତେ? ଏ ପାର୍ଶ୍ୱ ସଂଖ୍ୟା କେତେ? ପାର୍ଶ୍ୱ ସଂଖ୍ୟା ଆମର 6। ଧାର ସଂଖ୍ୟା କେତେ? ଧାର ସଂଖ୍ୟା 12। ଧାର ସଂଖ୍ୟା କେତେ ହେଲା? 12। ଶୀର୍ଷ ସଂଖ୍ୟା କେତେ ଆସିବ? ନା 8। କାଚ ଗୋଲି ଯୋଉ ଲାଗିଥିଲା ଶୀର୍ଷ ସଂଖ୍ୟା। ଆୟତଖଣ୍ଡ ଦେଖ, ଆୟତଖଣ୍ଡର ପାର୍ଶ୍ୱ ସଂଖ୍ୟା କେତେ ଆସିଲା? ନା 6। ଧାର ସଂଖ୍ୟା କେତେ? 12। ଶୀର୍ଷ ସଂଖ୍ୟା କେତେ? 8। ଏଇଠି ଦେଖ, କୋନ୍ର ପାର୍ଶ୍ୱ ସଂଖ୍ୟା ହେଲା, ବକ୍ର ତଳ ପାର୍ଶ୍ୱ ଗୋଟେ, ଆଉ ତଳ ଫ୍ଲାଟ୍ ସରଫେସର ଗୋଟେ। ତ ପାର୍ଶ୍ୱ ସଂଖ୍ୟା ହେଲା 2। ଧାର ସଂଖ୍ୟା କେତେ ହେଲା? ନା 1। ତାପରେ ଶୀର୍ଷ ସଂଖ୍ୟା କେତେ? 1। ଏଠି ଦେଖ ସିଲିଣ୍ଡର। ହେଲା, ଏଠି ଚେଞ୍ଜ କରିଦିଅ ସମସ୍ତେ। 2, ପାର୍ଶ୍ୱ ସଂଖ୍ୟା 2, ଏଇ ଯୋଉ ଆଇସ୍କ୍ରିମର ଏଇଟା ବି
কোନ୍ ଟାଇପ୍ ର ଧାର ସଂଖ୍ୟା 1 ଶୀର୍ଷ ସଂଖ୍ୟା 1। ଚେଞ୍ଜ କଲ ସମସ୍ତେ? ଲେଖିଦେଲ? ଏଇଠି ଦେଖ ପାର୍ଶ୍ୱ ସଂଖ୍ୟା କେତେ ଆର ସିଲିଣ୍ଡର ଉପରେ ସବୁ ଦେଖିଛ ରୋଲ ବାର ଟାଇପ୍ ର ଏଟା ସିଲିଣ୍ଡର ପରିକା ଦେଖାଯାଉଛି। ଆର ପାର୍ଶ୍ୱ ସଂଖ୍ୟା ହଉଛି 3। 3 କିପରି ଦେଖ, ଏଇଠି ଉପରେ ଗୋଟେ ପାର୍ଶ୍ୱ, ତଳେ ଗୋଟେ ପାର୍ଶ୍ୱ, ଏଇ ଯୋଉ କର୍ଭ ପାର୍ଶ୍ୱଟା, ଏ ରୋଲିଂ ବାଲାଟା ଗୋଟେ ପାର୍ଶ୍ୱ। କଲେ 3ଟି, ଉପରେ ଗୋଟେ, ତଳେ ଗୋଟେ, ଏଇଠି ଗୋଟେ, 3ଟି। ତା ସହିତ ଧାର ସଂଖ୍ୟା ଦେଖ, ଧାର ସଂଖ୍ୟା ହାର 2। ଏଇ ଗୋଟେ ଧାର ଦଉଛି ହେଲା, ଏଇଠି ଗୋଟେ ଧାର ଦଉଛି, ତାର ଧାର ସଂଖ୍ୟା କେତେ ହେଲା ନା 2। ବୁଝିଛ? ଧାର ସଂଖ୍ୟା 2। ଆର ଭର୍ଟିସେସ୍ କିଛି ନାହିଁ, ଶୀର୍ଷ କିଛି ନାହିଁ ହେଲା। ତାପରେ ଗୋଲକ ଦେଖ, ଗୋଲକର ପାର୍ଶ୍ୱ ସଂଖ୍ୟା 1, ଆର ଧାର ସଂଖ୍ୟା, ସ୍ପିୟର ଦେଖ ଧାର ଅଛି କି, ଗୋଲକୁ ଦେଖ, ବଲ୍ବଟିକୁ ଧରିଲ, ଧରିକିରି କହିଲ କାଇଁ ଆର ଧାର ଅଛି କି? ଆର ଶୀର୍ଷ ଅଛି କି ନା ନାହିଁ ଦେଖିକି କହିଲ। ହଁ ଦେଖ, ହାତରେ ଧର, ବଲ୍ଟିକୁ ଧର ହେଲା। ଆର ଶୀର୍ଷ ନାହିଁ କି ଆର ଧାର ନାହିଁ। ଆୟତଖଣ୍ଡ ଦେଖିଲ, ତମ କଲର ବକ୍ସକୁ ଦେଖିଲ, ଏଇଠି କେତୋଟି ଧାର, କେତୋଟି ପାର୍ଶ୍ୱ ଅଛି ନା 6ଟି। କାଉଣ୍ଟ କରି କହିଲ। ଭେରି ଗୁଡ୍। ଏଇଠି କେତୋଟି ଧାର ଅଛି ନା 12ଟି, 12ଟି ଧାର। କେତୋଟି ଶୀର୍ଷ ଅଛି ନା 8ଟି ଶୀର୍ଷ। କୋନ୍ ଦେଖ, ଏଇଟା ବି ଗୋଟେ ପ୍ରକାର ଗାଜର ହଉଛି କୋନ୍, ତା ସହିତ ତମେ ଖାଉଥିବା ଆଇସ୍କ୍ରିମ୍ ବି ସେମ୍ କୋନ୍। ତ ତାର ବି 2ଟି ପାର୍ଶ୍ୱ ଅଛି, ଗୋଟିଏ ଧାର ଅଛି, ଆଉ ଗୋଟିଏ ଶୀର୍ଷ ଅଛି। ସିଲିଣ୍ଡର ଦେଖ, ପାଣି ବୋତଲ ତମର, ଏଇଟା ବି ଗୋଟେ ପ୍ରକାର ସିଲିଣ୍ଡର ଟାଇପ୍ ର। ଆର ବି କଣ ଅଛି, 3ଟି ପାର୍ଶ୍ୱ ଅଛି, 2ଟି ଧାର ଅଛି, 0, 0ଟି ଶୀର୍ଷ ଅଛି। ଏହିପରି ଭାବରେ ଅଛି। ତୁମେ ସିଲିଣ୍ଡର, ମୋର ଚ୍ୟାନେଲରେ ଭିଡ଼ିଓ ଅଛି, ତମେ ଏଇ ବିଷୟରେ 3D ଆନିମେସନ କରି ତାର ଭିଡ଼ିଓ ଗୁଡ଼ାକ ଦେଇଦେଇଛି, ସେଇ କ୍ଲାସ୍ ଦେଖ। ଏଇଟା କ୍ୱେଶ୍ଚିନ୍ ଆନ୍ସର କ୍ଲାସ୍, ତମେ କ୍ୱେଶ୍ଚିନ୍ ଆନ୍ସର ଏଇଠି କ୍ଲିୟର ହେଇଯାଅ। ଆସ ଖେଳିବା, ସ୍ପର୍ଶ କର ଓ କୁହ ମୁଁ କିଏ। ପାର୍ଶ୍ୱ, ଶୀର୍ଷ ଓ ଧାର ଭିନ୍ନ ଥିବା ବସ୍ତୁ ସଂଗ୍ରହ କର। ଗୋଟେ ପିଲାର ଆଖିରେ ରୁମାଲ ବାନ୍ଧି ଦିଅ, ଯେପରି କିଛି ଦେଖିପାରିବ ନାହିଁ। ଅନ୍ୟ ଜଣେ ପିଲା ସଂଗ୍ରହ କରିଥିବା ବସ୍ତୁ ମଧ୍ୟରୁ ଗୋଟେ ବସ୍ତୁ କହିବ। ଆଖିରେ ରୁମାଲ ବାନ୍ଧିବା ପିଲାଟି ସେ ବସ୍ତୁକୁ ଛୁଇଁ ବସ୍ତୁର ଧାର, ଶୀର୍ଷ ଥିବା ଧାର ବ୍ୟବହାର କର। ହେଲା, ଦେଖ ବସ୍ତୁ ଗୁଡାର ନାମ ଲେଖ ଯାହାର କୌଣସି ଶୀର୍ଷ ନାହିଁ। ଏବେ କହିଲେ, ଏଇଠି ଦେଖ, ତମ ବସ୍ତୁ ଗୁଡାକର ନାମ ଆରାମସେ, ଶୀର୍ଷ କାହାର ନାହିଁ। ଏ ଦେଖ, ସିଲିଣ୍ଡର ନାହିଁ, ଗୋଲକର ନାହିଁ ହେଲା, ପାଣି ବୋତଲ ହେଲା, ସିଲିଣ୍ଡର, କଣ 3ଟା ବସ୍ତୁ ଏଠି ଲେଖା ହେଇଥିଲା ହେଲା, କଣ କଣ, ବଲ୍, ପାଣି ବୋତଲ, ରୋଲ ବାଡି, ଆଉ ଗୋଟେ କଣ, ରୋଲ ବାଡି। ଗୋଟେ ଶୀର୍ଷ ଅଛି, ଏଇଠି ଦେଖ, ଗୋଟେ ଶୀର୍ଷ କାର କାର ଅଛି,
ଗାଜର ଅଛି, ଆଉ ଗୋଟେ କଣ ଆଇସ୍କ୍ରିମ୍। ଗାଜର ଆଇସ୍କ୍ରିମ୍। ଆଉ ବର୍ଥଡେ କେକ୍। ଗାଜର ଆଇସ୍କ୍ରିମ୍ ତା ସହିତ କଣ ବର୍ଥଡେ କେକ୍ ହେଲା। ବର୍ଥଡେ କେକ୍ ର ବି ଗୋଟେ ଶୀର୍ଷ ଅଛି। ତିନୋଟି ଶୀର୍ଷ ଅଛି। ଦେଖ ତିନୋଟି ଶୀର୍ଷ କାହାର ଅଛି? ତିନୋଟି ଶୀର୍ଷ ସିଙ୍ଗିଡା। ଦେଖିଛ ନା ସିଙ୍ଗଡା? କଣ? ସିଙ୍ଗଡା। ସିଙ୍ଗଡାର ତିନୋଟି ଶୀର୍ଷ ଅଛି ନା? ଭେରି ଗୁଡ। ତ୍ରିଭୁଜର ବି ତିନିଟା ଶୀର୍ଷ ଅଛି। ପ୍ରିଜମ ର ତ୍ରିଭୁଜାକାର ପ୍ରିଜମ ର ବି ଅଛି। ହଁ ଛାଡ। ଆଉ କାହାର ତିନୋଟି ଅଛି? ଭାବିକି କହିଲ। ପ୍ରିଜମ ର ଆଠ ଶୀର୍ଷ କାହାର ଅଛି? ଆଠଟି ଦେଖ, ଏଇଠି ଦେଖ, ଲୁଡୁ ଗୋଟି, କମ୍ପାସ ବକ୍ସ, ଆଉ ଏଇଠି ବି ଦେଖିଥିଲ ନା କାଠ ପେଡି। କମ୍ପାସ ବକ୍ସ, ବକ୍ସ, କଲର, ପେଟି, ଆଉ କାଠ ପେଡି। ହେଲା, ଏଇପରି ଭାବେ ହେଲା। ତମେ କଣ କରିବ? ଏ ଯେତିକ ବସ୍ତୁ ଗୁଡାକ ପଡିଲେ ସେଇ ପ୍ରକାର ଆକୃତିର ଗୋଟେ ଗୋଟେ ବସ୍ତୁକୁ ତମ ଚତୁଃପାର୍ଶ୍ଵରେ ଦେଖିଲେ ସେଗୁଡାକୁ ଲେଖିକରି ଆଣି ଶିକ୍ଷକ ମାନଙ୍କୁ ଦେଖାଇବ। ଆଜି ପାଇଁ ଏତିକି ପିଲାମାନେ, ଧନ୍ୟବାଦ। ଆଗାମୀ କ୍ଲାସରେ ଦେଖାହବ। ଆମ ଚ୍ୟାନେଲକୁ ସବସ୍କ୍ରାଇବ କର। ଏହିପରି ମଜାଦାର କ୍ୱେଶ୍ଚିନ୍ ଆନ୍ସର ଭିଡ଼ିଓ ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ କର। ଧନ୍ୟବାଦ।